नमस्कार। जय जगन्नाथ। भागवत महापुराण ओडिया चैनल आपण मानक स्वागत। आज आसंतु दाढ़ता भक्ति अनंता शबर संवाद विषय रे सुनिबा। चैनल टी रे जदि नुआ अछंती चैनल को सब्सक्राइब करी बेल आइकन को निश्चय दबाई देबे। भक्त आ भगवानकर कथा निश्चय सुनिबे। कमेंट बॉक्स रे जय जगन्नाथ बोली निश्चय लिखिबे। अनंता शबर संवाद। मनोवाच अति आनंद मनु राजा चैतन्य पादे कले पूजा बोइले शुण वीरमणि तुम्भ वचन सुधा बाणी शुणिली भकतंक कथा छाड़िला भव भय व्यथा एभावे करी दाढ़ पुण्य नाम ही करीण भजन तरीण गले प्राणी माने शुणिली तुम्भर बचने एभावे नाम भजी करी केथे जाई छंती तरी जानी नथिले मोते कह शुणी पवित्र हे उदेह कहे चैतन्य ताहा शुणी शुण हे मनु नृपमणि तू जहा कलु हे प्रसन्न के ताहा करिब भाजन नामर शेष महिमा जानी न पारे वेद ब्रह्मा शेष शेष मुखे भणी से पुणी न पारिले जाणी पंच आनने से धैर्यटी नाम महिमा मुखे रटी से अबा जानी छंती केते अन्य न जाने कदाचिते तुम्भर आदि अंत नाही अल्प बहुत नुहई रूप रूपर बाहार एते अलेख गोचर सबुरे अछि काहि नाही मन गोचर भेद काहि स्थूल सूक्ष्मरु से बाहार अशेष लोके अगोचर से जे अंतर रूप राशि काहारी नयन न दिशि ताहा कहिबा साध्यकार शुण मनु नृपवर जेवण राम नाम गोटी भूषंड हृदय करे गंठी कोटिए कोटि जुग गले गोटिए रोम तार तुले रहिला अज्रामर होई एका अक्षर ब्रह्म ध्याई आबर कहु अछि शुण रावण भाई विभीषण भजिण राम नाम गोटी हेले मरण गला काटी पवन सुत हनुमान से राम नाम को भजन हेले तरिला सिंधु बारी गोष्पद जल प्राय करी होइला अज्रामर काए जावत चंद्र सूर्य जाए अनंत राम नाम ध्याई धरा मौली अछि विशेष मुनि वृंद जेते से नाम भजी हृदगते संसार माया रहु काटी जन्म मरण गले मेंटी आबर कहु अछि तोते ब्रह्मा इंद्रादि सुर जेते यक्ष गंधर्व से किन्नर
ଚନ୍ଦ୍ର ବରୁଣ ଦିବାକର ପୃଥିବୀ ପବନ ନଳ ଯେ ଅପସରା ଦିଗପାଳ ନର ସୁର ଆଦି ଯେତେ ସ୍ୱରୂପ କହୁଅଛି ତୋତେ ସେ ନାମ ଭଜନ ନ କରି ସଂସାରେ ନୁହେଁ ଅଧିକାରୀ। ଶ୍ରୀରାମ ନାମ ଆଶ୍ରାବିନେ ଜୀବ ଉଦ୍ଧାର ନାହିଁ ଅନ୍ୟେ ଏ ନାମ ଅକ୍ଷର ଯୁଗଳ ଅଶେଷ ପ୍ରାଣୀଙ୍କ ମଙ୍ଗଳ କଳି କଳ୍ମଷ ଅନ୍ଧକାର ନାଶଇ ଚନ୍ଦ୍ର ଦିବାକର ଏ ନାମ ଭଜନର ବିନା ଅନ୍ୟତ୍ର ଧର୍ମ ଭ୍ରମ ସିନା ତୁଜେ ବୋଇଲୁ ଏ ସଂସାରେ ଏ ଦେହ ବର ଛାଡ଼େ ଭଲେ ଅଭାବେ ନାମ ଭଜି କରି କେ ଅବା ଯାଉଛନ୍ତି ତରି ତାହା କହିବା ଏବେ ତୋତେ କେବଳ ଶୁଣ ଶୁଦ୍ଧ ଚିତ୍ତେ ପୂର୍ବେ ହୋ ବିଷ୍ଣୁ ପୁରାଣରେ ନାରଦ ମୁନିଙ୍କୁ ବାକ୍ୟରେ ଯାହା ମୁଁ ଶୁଣୁଛି ଶ୍ରବଣ ତାହା କହିବା ଏବେ ଶୁଣ ଅନନ୍ତା ନାମେଣ ସବର ସବର ପଲ୍ଲୀରେ ତା ଘର ଅଠା କାଣ୍ଡିଆ ବେଣ୍ଟ କରି ପକ୍ଷୀ ଆଣଇ ନିତ୍ୟ ମାରି କପୋତ ପାରୁଆ ଗୁଣ୍ଡରି କିର ଗୋଦ୍ବରାଦି କରି ବକସାର ସଜେ ଡାହୁକ କାକ କୋକିଳ ସାରି ଶୁକ ଏ ଆଦି ଯେତେ ପକ୍ଷୀ ମାନ ମାରଇ ନିତ୍ୟ ପଶିବନ ଯେ ପକ୍ଷୀ ମାରି ଘେନି ଆସେ ବିକଇପୁର ଗ୍ରାମ ଦେଶେ ଯେ ଅବା ମୂଳ ତହିଁ ପାଇ ପ୍ରାଣ ତ ସଇ ତାହା ଖାଇ ଥକାଏ ପକ୍ଷୀ ମାଂସ କରି ଭକ୍ଷଇ ସୁରା ସଙ୍ଗେ ଭରି ଏମନ୍ତେ ବଞ୍ଚିଥାଇ ଦିନ ନ ଜାଣେ ଅନ୍ୟ କଥା ମାନ ନାନା ଧର୍ମାଦି ବୋଲି ଯାହା ଶ୍ରବଣେ ଶୁଣି ନାହିଁ ତାହା ଆବର ତପ ତୀର୍ଥ ଯେତେ ତାହା ସେ ଜାଣିବ କେମନ୍ତେ ନାମ ଭଜନ କରିବାର ସ୍ୱପନେ ନ ଜାଣେ ସବର ଦେବ ବ୍ରାହ୍ମଣ ସେ ନ ଜାଣେ ବଞ୍ଚଇ ମୂର୍ଖ ମୂଢ଼ ପଣେ ଏମନ୍ତେ କେତେ ଦିନ ଅନ୍ତେ ଦିନେ କ ବୁଲନ୍ତେ ବନସ୍ତେ କାହାର ପୋଷା ଶୁଆ ଗୋଟି ଲୁହା ସାଙ୍କଳି ଥଣ୍ଟେ କାଟି ମନ୍ଦିରୁ ପଳାଇଣ ଆସି ବୃକ୍ଷ ଉପରେ ଥିଲା ବସି ସେ ପକ୍ଷୀ ଦେଖିଣ ସବର ସଧିରେ ବଢ଼ାଇ ପୟର ଧରିଲା ଅଠା ଲଗା ହାତେ ପକ୍ଷୀ କି ଲଗାଇ ତୋରିତେ ସେ ପକ୍ଷୀ ପ୍ରାଣର ବିକଳେ ପଡ଼ିଲା ସବର ହସ୍ତରେ ବଦନେ ନାମ ବାସ ଭଣି ସବର କର୍ଣ୍ଣେ ତାହା ଶୁଣି ଶୁଣସୁ ମନେ ତ ସମନେ ପକ୍ଷୀ କି ଆଣିଲା ବନ୍ଧନେ ଆଉ ବା କେତେ ପକ୍ଷୀ ମାରି ଚଳିଣ ଗଲା ନିଜ ପୁରୀ ସେ ଶୁଆ ଗୋଟି ଘେନି ଗଲା ଗ୍ରାମ ଦେଶରେ ବୁଲାଇଲା ଉତ୍ତମ ଲୋକ ମୁଖ ଚାହିଁ
ଅନନ୍ତା ଶବର ବୋଲଇ। ଶୁଣ ହେ ଆତମ୍ବିତ ବାଣୀ, ଏ ଶୁଆ ରାମ ନାମ ଭଣୀ। ଏ ବଡ଼ ଆଚମ୍ବିତ କଥା, ଶୁଣି ଲାଗିଲା ମୋତେ ବ୍ୟଥା। କେତେ ହେଁ ପକ୍ଷୀ ମୁଁ ମାଇଲି, ଏହା ତ ଦିନେ ନ ଶୁଣିଲି। ଏହି ସଂଶୟ ଫେଡ଼ ମୋର, ସେ ଭଲ ଲୋକ କହେ ଗିର। ଏ କାହା ପୋଷା ଶୁଆ ଗୋଟି, ତେଣୁଟି ରାମ ନାମ ରଟି। ଏମନ୍ତ ବୋଲି ଧନ ଦେଲା, ସେ ଶୁଆ ଗୋଟି କିଣି ନେଲା। ଶବର ଧନ ଘେନି ଚଳି, ନିଜ ଭୁବନେ ଯାଇ ମିଳି। ଏମନ୍ତେ କେତେ ଦିନ ଗଲା, ଶବର ଜୀବନ ହାରିଲା। ତକ୍ଷଣେ ମୃତ୍ୟୁ କାଳ ଜାଣି, ଦୂତ ପେଶିଲା ଦଣ୍ଡ ପାଣି। ସେ ଯମଦୂତ ମାନେ ଆସି, ଗଲେ ଲଗାଇ କାଳ ଫାଶୀ। ନିବନ୍ଧ କରିଣ ଧଇଲେ, ଅନେକ ମାଡ଼ ହିଁ ମାଇଲେ। ଧରିଣ ଘେନି ଯାନ୍ତେ ଥେ, ଆସି ମିଳିଲେ ବିଷ୍ଣୁ ଦୂତେ। ଯମଦୂତଙ୍କୁ କ୍ରୋଧ ଭରେ, ବୋଇଲେ ଶୁଣରେ ପାମରେ। ଏ ପୁଣ୍ୟ ଶବରକୁ କେଣେ, ବାନ୍ଧିଣ ଅଛ କି କାରଣେ। ତୁମ୍ଭେ ଯେ କେଉଁ ପାପ ବଳେ, ପାଶ ଲଗାଇ ଏହା ଗଳେ। ଝିଙ୍କି ନେଉଛ ଅନ୍ତରିକ୍ଷେ, ଆମ୍ଭେ ତ ଦେଖିଛୁ ପ୍ରତ୍ୟକ୍ଷେ। ସାମାନ୍ୟ ଭରସା ତୁମ୍ଭର, ବିଷ୍ଣୁ ଭକ୍ତକୁ ନାହିଁ ଡର। ଏବେରେ ପ୍ରାଣେ ଥିଲେ ଆସ, ବେଗେ ଫିଟାଅ କାଳ ପାଶ। ଛାଡ଼ିଣ ପଳାଅ ତୋରିତେ, ଶୁଣି ବୋଇଲେ ଯମଦୂତେ। ଶୁଣ ହେ ବିଷ୍ଣୁ ଦୂତ ମାନେ, ଏହା ଯେ କହିଲ ବଚନେ। ଏହା ମହାପାପିଷ୍ଟ ଚଣ୍ଡାଳ, ପାପ ଆଚାରେ ଗଲା କାଳ। ଅନେକ ଜୀବ ହତ୍ୟା କରି, ଅଛି ଏ ପାପକୁ ନ ଡରି। ପୁନ ଏହାର ଲେଶ ନାହିଁ, ଏହାକୁ ଛାଡ଼ିବୁ କିମ୍ପାଇଁ। ଶୁଣି ବୋଲନ୍ତି ବିଷ୍ଣୁ ଚର, ଶୁଣ ହେ ଯମର ଡଗର। ନାମ ମହିମା ପ୍ରଭୁଙ୍କର, ଶୁଣିଲା ନାହିଁ କି ତୁମ୍ଭର। ଭାବେ ଅଭାବେ ଯେଉଁ ପ୍ରାଣୀ, ବଦନେ ରାମ ନାମ ଭଣି। ଯେ ଅବା ଶୁଣୁ ଥାଇ କର୍ଣ୍ଣେ, ନୋହିଲେ ଚିନ୍ତୁ ଥାଇ ମନେ। ଅଶେଷ କୋଟି ଜନ୍ମ ଯାଏ, ସେ ଯେବେ ପାପ କରିଥାଏ। ଦଣ୍ଡକେ ହୋଇ ଭସ୍ମ ରାଶି, ସେହି ସେ ବିଷ୍ଣୁ ଲୋକେ ବସି। ତେଣୁଟିଏ ପୁଣ୍ୟ ଶବର, ପାତକ ନାହିଁଟିଏ ହାର। ତେଣୁଟି ହେଲା ବିଷ୍ଣୁ ଦାସ, ବେଗେ ଫିଟାଅ କାଳ ପାଶ। ନୋହିଲେ ମରିବ ସମସ୍ତେ, ରଖି ନ ପାରେ ଜନ୍ତୁ ନାଥେ। ତା ଶୁଣି ଯମଗଣେ ଆସି, ଫିଟାଇ ଦେଲେ କାଳ ପାଶି। ନ ମିଳେ ତାହାଙ୍କ ଚରଣେ, ପଳାଇ ଗଲେ ତତକ୍ଷଣେ। ଭେଟିଲେ ଯମର ଗ୍ରତେ, ସବୁ କହିଲେ ବିଧି ମତେ।
ଶୁଣ ହେ ଜନ୍ତୁଙ୍କର ନାଥ, ଆମ୍ଭେ ଦେଖିଲୁ ବିପରୀତ। ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଜାତିରେ ଶବର ଅଟଇ। ଅନେକ ଜୀବ ହତ୍ୟା ତାର, ପାତକ କରିଛି ଅପାର। କିଞ୍ଚିତ ପୁଣ୍ୟ ତାର ନାହିଁ, କେବଳ ଶୁଣ ଜନ୍ତୁ ସାଇଁ। ଶୁଆ ମୁଖରୁ ରାମ ବାଣୀ, ଥରେ ତା କର୍ଣ୍ଣେ ଥିଲା ଶୁଣି। ଏମନ୍ତେ ପାତକୀକୁ ଧରି, ଆଣ ଯେ ଥିଲୁ ବନ୍ଦୀ କରି। ତହିଁକି ବିଷ୍ଣୁ ଦୂତ ଆସି, ଆମ୍ଭଙ୍କୁ ଅନେକ ଝିଙ୍ଗାସି। ଫିଟାଇ ଦେଲେ କାଳ ପାଶି, ତାହାକୁ ନେଲେ ସ୍ୱର୍ଗବାସୀ। ତେଣୁଟି ଅଇଲୁ ପଳାଇ, ଏକଥା ବୁଝ ହେ ଗୋସାଇଁ। ଯମ ନୃପତି ତାହା ଶୁଣି, ଦୂତଙ୍କ ମୁଖ ଚାହିଁ ଭଣି। ବୋଇଲେ ଶୁଣ ଆରେ ମୂର୍ଖ, ଆଜ ଏ କଥା ମନେ ରଖ। ଭାବେ ଅଭାବେ ଯେଉଁ ପ୍ରାଣୀ, କର୍ଣ୍ଣରେ ରାମ ନାମ ଶୁଣି। କିଏ ବା ମୁଖେ ଘୋଷୁଥିବ, ତାହାର ପାଖକୁ ନ ଯିବ। ଯଦ୍ୟପି ଯିବ ତାର ପାଶ, ନିଶ୍ଚୟ ମୋ ଯମ ପଣ ନାଶ। ଆବର କହୁଅଛି ତୋତେ, ଶୁଣି ନ ଥାଅ ରେ ସମସ୍ତେ। ଜାମୁଣ୍ଡେ ତୁଳସୀ ମଞ୍ଜରୀ, ତୁଣ୍ଡେ ନିର୍ମାଲ୍ୟ ଥିବ ଭରି। ଗଳେ ତୁଳସୀ ମାଳ ଥିବ, ହୃଦେ ଶ୍ରୀରାମ ଜପୁଥିବ। ଯେ ଅବା ସାଧୁଙ୍କ ସଙ୍ଗରେ, ସେ ସ୍ଥାନ କରେ ଗଙ୍ଗା नीरे। ଯେ ଅବା କରେ କ୍ଷେତ୍ରେ ବାସ, ଯେ କରିଥିବେ ହରି ବସ। ଯେ ଅବା ଗୁରୁ ପାଦ ଗତେ, ସେବା କରନ୍ତି ଅବିରତେ। ଯେ ଅବା ଦେବା ଦୟା କରେ, କିଏ ଅବା ପର ଉପକାରେ। ଏମନ୍ତ ଲୋକଙ୍କର ଗତି, ଗଲେ ମୋ ସରିବ ସମ୍ପତ୍ତି। ଏତେ ତିଆରି ଯମରାଜେ, ନିଜ ଭୁବନେ କଲେ ବିଜେ। ଏବେ ହୋ ଶୁଣ ଶୁଦ୍ଧ ମନେ, ସେ ଯେତେ ବିଷ୍ଣୁ ଗଣ ମାନେ। ଅନନ୍ତା ଶବରକୁ ଧରି, ଅନେକ ଅଳଙ୍କାର ଭରି। ଦିବ୍ୟ ବସନ ପିନ୍ଧାଇଲେ, କୁସୁମ ଗନ୍ଧ ବାସ ତୁଲେ। ରଥରେ ବସାଇଲେ ନେଇ, ଜୟ ଶବଦ ତୁଣ୍ଡେ ଗାଇ। ବଜାଇ ଜୟ କମ୍ବୁସୋନ, ରଥ ବାହିଲେ ଘନ ଘନ। ପୁଷ୍ପଧି ମାନେ ବସାଇଲେ, ବିଷ୍ଣୁ ଲୋକକୁ ଘେନି ଗଲେ। ଶୁଣ ସୁମନ ଏ ଚରିତ, ନାମର ମହିମା ଏମନ୍ତ। କୋଟିଏ ଦାନ ପୁଣ୍ୟ କରି, ନାମ ଗୋଟିକୁ ନୋହେ ସରି। ଏଣୁ ତୁ ନାମ ଆଶ୍ରା କରି, ଏ ଭବ ଜଳୁ ହୁଅ ପାରି। ଏ ଦାଢ଼୍ୟ ଭକ୍ତିର ସାମୃତ, କେବଳ ଶ୍ରବଣ ମୃତ। କହଇ ବିପ୍ର ରାମ ଦାସ, ଶ୍ରୀରାମ ପାଦେ ମୋର ଆସ। ଜାନକୀ ବଲ୍ଲଭ ଚରଣେ, ମୋ ଚିତ୍ତ ରହୁ ଅନୁକ୍ଷଣେ। ସେ ରାମ ରାମ ଗୋଟି ଚିତ୍ତେ, ନିରତେ ରହୁ ହୃଦ ଗତେ।
ଦଣ୍ଡେ ନ ଛାଡ଼ୁ ମୋର ମନ, ଏ ଆଜ୍ଞା କର ସାଧୁଜନ। ସୁଜନେ ନାମ ଆଶ୍ରେ କର, ଜନ୍ମ ମରଣକୁ ନ ଡର। ଏମନ୍ତ ଚୈତନ୍ୟ ସମ୍ବାଦ, ଶୁଣନ୍ତେ ନ ଲାଗେ ପ୍ରମାଦ। ଯେ ବଣ ପ୍ରାଣୀ ଏହା ହେଳେ, ଶ୍ରବଣ କରୁଥାନ୍ତି ବେଳେ। ନହିଲେ ନିର୍ମଳ ଭାବରେ, ଗାୟନ କରେ କଥରେ। ସକଳ କର୍ମେ ଯଶ ହେବ, ଗ୍ରହ ପୀଡ଼ା ଦିନ ଲାଗିବ। ସକଳ ଚିନ୍ତା ହେବ କ୍ଷୟ, ଯେଣିକି ଗଲେ ହେବ ଜୟ। ନିଶ୍ଚୟ ସେ ଯିବ ସ୍ୱର୍ଗବାସ, ଯମଦଣ୍ଡକୁ ନାହିଁ ତ୍ରାସ। ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମୃତେ ମନ ଚୈତନ୍ୟ ସମ୍ବାଦେ ଅନନ୍ତ ଶୋକ ମୁଖ ରାମ ନାମ ଶ୍ରବଣେ ନାମ ଚତୁର୍ବିଂଶ ଅଧ୍ୟାୟ। ପଞ୍ଚବିଂଶ ଅଧ୍ୟାୟ ମ୍ଲେଚ୍ଛ ସମ୍ବାଦ। ଚୈତନ୍ୟ ଉବାଚ ଚୈତନ୍ୟ ଦେବ ତତୋ ସେ, କହଇ ମନ ରାଜା ପାଶେ। ଶୁଣସୁ ମନ ଶୁଦ୍ଧ ଭାବେ, ମୁଁ ଯାହା କହୁଅଛି ଏବେ। ନାମର ମହିମା ଅପାର, ନାମଟି ସର୍ବଶାସ୍ତ୍ରେ ସାର। ନାମଟି ଗତି ମୁକ୍ତି ଦାତା, ନାମଟି ଜୀବର କରତା। ନାମଟି ଠୁଳ ଶୂନ୍ୟମୟୀ, ତାହାକୁ ବ୍ରହ୍ମ ବୋଲି କହି। ବ୍ରହ୍ମ ଓଁକାର ଜାତ ହୋଇ, ତହୁଁ ଜନ୍ମିଲେ ମହାମାୟୀ। ତାହାଙ୍କ ତହୁଁ ଅବତାର, ହୋଇଲେ ବ୍ରହ୍ମା ବିଷ୍ଣୁ ହର। ତାହାର ତହୁଁ ଏ ସଂସାର, ଜନ୍ମିଲେ ଅପାରୁ ଅପାର। ଅଣ୍ଡଜହିଁରୁ ବୀଜ ଦୁଇ, ସେରଜ ଆଚାର୍ଯ୍ୟ ବୋଲାଇ। ଏ ଚାରି ଖାନି ଚରାଚର, ଦେଖ ଏ ଜନ୍ମର ବ୍ୟବହାର। ଏଥିରେ ନାମ ମୂଳ ବୀଜ, ହେ ମନ ହେତୁ କରି ବୁଝ। ତେଣୁ ତୁ ନାମ ଆଶ୍ରା କର, ହେଳେ ତରିବୁ ଏ ସଂସାର। ଆବର କହୁଅଛି ତୋତେ, ହେ ମନ ଶୁଣ ଶୁଦ୍ଧ ଚିତ୍ତେ। ଅପୂର୍ବ କଥାର ସାମୃତ, ଭୂଷଣ୍ଡ ପୁରାଣେ ଭକତ। ବଶିଷ୍ଠ ମୁନିଙ୍କ ଆଗରେ, ଯେ ଯାହା ଭୂଷଣ୍ଡ ବାକ୍ୟରେ। ଯାହା କହିଣ ଛନ୍ତି ତ ସେ, ନାମର ମହିମା ବିଶେଷେ।
ଏହା ପୁରାଣେ ଅଛି ଶୁଣି, ଏ ମୋର ହୃଦ ପଦ୍ମେ ଗୁଣି। ତାହା କହିବା ତ ତେବେ, ହେ ମନ ଶୁଣ ଶ୍ରଦ୍ଧା ଭାବେ। ପୂର୍ବେ ଯେ ମେଳ ଛ ଗୋଟାଏ, ଅତି ହିଁ ଦୁରାଚାର କାଏ। ଜାତିରେ ଅଟଇ ପଠାଣ, ଅତି ପାପିଷ୍ଟ ମୂଢ଼ ଜନ। ଅନେକ ପାପ ଅଛି କରି, କୋଟି ସଂଖ୍ୟାରେ ଜନ୍ତୁ ମାରି। ଗୋବଧ କଲା ଅପ୍ରମିତେ, କେହ ବା କହିବ ତା ଚିତେ। ବ୍ରହ୍ମ ହତ୍ୟା ହିଁ ଅଛି କରି, ଅନେକ ପର ସ୍ତ୍ରୀ ହରି। ମେଷ ମହିଷୀ ଆଦି ଯେତେ, ଦେଖିଲେ ମାରଇ ତୋରିତେ। ସୁରା ତାହାକୁ ନ ମିଳିଲେ, ଭୋଜନ ନ କରଇ ଭଲେ। ଆବର ଶ୍ରୀଫଳ ପନିର, ନୟନେ ଦେଖିଲେ ସ୍ଥାବର। ବୃକ୍ଷ ମୂଳରୁ ଯାଏ କାଟି, କୂପ ଭିତରେ ଭରେ ମାଟି। ଦେଖିଲେ ମଣ୍ଡପ ଟାଳି, ଅନଳ ସଙ୍ଗେ ଦିଏ ଜାଳି। ଶିବଲିଙ୍ଗକୁ ଦେଖି ଭାଙ୍ଗେ, ବିଷ୍ଣୁ ପ୍ରତିମା ଦେଖି ଗଞ୍ଜେ। ଦେଖିଲେ ସାଧୁ ବ୍ରହ୍ମଚାରୀ, ପଛେ ଗୋଡ଼ାଇ ତାକୁ ମାରି। ଉଛୁଡ଼ି ନିଏ ପର ଧନ, ଦୟା ନ ଥାଇ ତାର ମନ। ଆଉ ତର ପାପ ଯେତେ, କିମ୍ପା ଡରିବ ତାର ଚିତେ। ଏମନ୍ତେ ଅସତ ମାର୍ଗରେ, ଦିନ ବଞ୍ଚଇ ନିରନ୍ତରେ। ଯେତେକ କଥା ଅମଙ୍ଗଳ, କେବଳ ତାର କର୍ଣ୍ଣମୂଳ। ଏମନ୍ତ ପାପୀ ଦିନକର, ଯାଇଣ ଅଛି ଦେଶାନ୍ତର। ଦଇବ ଯୋଗେ ଆସି ଜୋର, ଘୋଟିଲା ତାର କଳେବର। ଅନେକ ପୀଡ଼ା ସେ ପାଇଲା, ଭୋଜନ ଭଲେ ନ ରୁଚିଲା। ଅତି ଦୁର୍ବଳ ହେଲା ଦେହି, ପାଶେ ତ ସାହସ ଖାନାହିଁ। ଗ୍ରାମ ବାହାରେ ଅଛି ପଡ଼ି,
ঊর্ধ্বনি ଶ୍ୱାସ ଖରେ ଛାଡ଼ି ମଳ ବାହାରିଣ ଗୁହ୍ୟରେ ମାଛିଏ ବସିଲେ ତହିଁରେ ମରଣ କାଳ ଆସି ହେଲା ନୟନ ବେନି ବୁଲାଇଲା ଏମନ୍ତ ସମୟରେ ତହିଁ ଗ୍ରାମ ଶୂକର ଗୋଟି ଯାଇ ଚରୁ ଯେ ଥିଲା ଖଣ୍ଡ ଦୂରେ ଦୁର୍ଗନ୍ଧ ପାଇନା ସାଦ୍ୱାରେ ଧାଇଣ ଗଲା ଅତି ବେଗେ ମିଳିଲା ପଠାଣର ଆଗେ ବେଢ଼ି ରହିଲା ତାର ପାଶେ ଗର୍ଜନ ଦୁର୍ଗନ୍ଧର ଆସେ ତାହାକୁ ଦେଖି ସେ ମେଳଛ ସେ ତାର ଭକ୍ଷ ଭକ୍ଷ ମହା ସୁଖ ଭାବ ହୋଇ ହାରାମ ବୋଲି ଗାଳି ଦେଇ ପ୍ରାଣ ଛାଡ଼ିଲା ସେହୁ ଯେହ୍ନେ ଦୂତେ ବେଢ଼ିଲେ ତତକ୍ଷଣେ ଗଳାରେ କାଳ ଫାଶ ଦେଲେ ସେ ଯମ ଦୂତେ ଘେନି ଗଲେ ଏମନ୍ତ କିଛି ଦୂର ନିଅନ୍ତେ ଆସି ମିଳିଲେ ବିଷ୍ଣୁ ଦୂତେ ବିବିଧ ମାଡ଼ ତାଙ୍କୁ ମାରି ସେ କାଳ ପାଶ ଦୂର କରି ମେଛକୁ ଧରି ଘେନି ଗଲେ ଦେବ ବିମାନେ ବସାଇଲେ ଅନେକ ଜୟ ଜୟ କରି ପୁଷ୍ପାଞ୍ଜଳି ମାନ ଧରି ବୃଷ୍ଟି ଯେ କଲେ ତା ମଉଳି ଦେଇ ଅନେକ ହୁଳହୁଳି ଆନନ୍ଦ ହେଉଛି ମେଦିନୀ ବାଜଇ ଜୟ ଶଙ୍ଖ ଧ୍ୱନି ରଥବାହିଣ ଗଲେ ଚଳି ବିଷ୍ଣୁ ଲୋକରେ ଯାଇ ମିଳି ବିଷ୍ଣୁଙ୍କୁ ଦର୍ଶନ କଲା ଦେବଲୋକରେ ଗଣା ହେଲା ଏଣେ ଯେ ଯମଦୂତ ମାନେ ପଳାଇ ଗଲେ ଅଭିମାନେ କହିଲେ ଯମର ଆଗରେ ହେ ରାଜା ବୁଝ ଧାତିକାରେ ଆମ୍ଭେ ଦେଖିଲୁ ଜାହାଜ କହିନୁ ହଇ ଜନ୍ତୁରାଜ କିମ୍ପାଇଁ ଦଣ୍ଡ ଛାଡ଼ ହେଲା ତୋର କି ଯମପଣ ଗଲା ଅତ୍ୟନ୍ତ ମହାପାପୀ ଜାଣ ଜାତିରେ ଅଟଇ ପଠାଣ ତାହାକୁ ଆଣୁଥିଲୁ ଧରି ଆମ୍ଭଙ୍କୁ ବିଷ୍ଣୁ ଗଣେ ମାରି ପାପିକି ଛଡ଼ାଇଣ ନେଲେ ପୁଷ୍ପକ ରଥେ ବସାଇଲେ ଅନେକ ଜୟ ଜୟ ଡାକ ଘେନିଣ ଗଲେ ବିଷ୍ଣୁ ଲୋକ ଏତ ବଡ଼ଇ ଆଚମ୍ବିତ ବହନ ବୁଝ ଜନ୍ତୁନାଥ
ଦୂତଙ୍କ ମୁଖ ଏହା ଶୁଣି ସେ ମହାକାଳ ଦଣ୍ଡ ପାଣି। ତ୍ୱରିତ ପେଷିଣ ଦୂତଙ୍କୁ ପୁଛିଲେ ଚିତ୍ରଗୁପ୍ତଙ୍କୁ। ବୁଝିଲେ ପାପ ପୁଣ୍ୟ କଥା ସେ ମହାପାପୀର ବ୍ୟବସ୍ଥା। ତାହା ଶୁଣିଣ ମନ୍ତ୍ରୀ ବେନି ଯେ ପାପ ପୁଣ୍ୟ ପାଞ୍ଜି ଘେନି। କହିଲେ ରାଜାର ଗ୍ରତେ ମ୍ଲେଚ୍ଛ ପାତକ ଅଛି ଯେତେ। ହେ ରାଜା ଶୁଣ ମନ ଦେଇ ସେ ମହାପାତକୀ ଅଟଇ। ଏ ଜନ୍ମ ଛାଡ଼ି ଅନ୍ୟ ଦେଶେ ପୁଣ୍ୟ ସେ କରି ନାହିଁ ଲେଶେ। ଏତେ ନିଷ୍ଠୁର ପାପୀ ଜାଣ ଜାତିରେ ଅଟଇ ପଠାଣ। ଲେଖିବା ପତ୍ରେ ଠାବ ନାହିଁ ଅଧିକ କି କହିବି ମୁହିଁ। ପାତକ ପଠାଣଙ୍କ ଜାତି ଶୋକରେ ହାରାମ ବୋଲନ୍ତି। ତେଣୁ ଏ ମରିବାର ବେଳେ ଘୁଷୁରି ଦେଖିବେନି ଡୋଳେ। ହାରାମ ବୋଲି ଡକା ପାଡ଼ି ପିଣ୍ଡୁ ପରାଣ ଗଲା ଛାଡ଼ି। ଏତେକ ବୋଲିଛି କେବଳ ଆଉ ତା କିଛି ନାହିଁ ଫଳ। ଏଥକୁ ବୁଝ ହେ ରାଜନ କେତେ ବା ହେଲା ତାର ପୁଣ୍ୟ। ତା ଶୁଣି ଧର୍ମରାଜ ବତ୍ସା ଧର୍ମସଭାକୁ କଲା ପୁଚ୍ଛା। ବୁଝ ହେ ପାପ ପୁଣ୍ୟ ତାର କେଉଣା ଅଧିକେ ତାହାର। ତା ଶୁଣି ଧର୍ମସଭା ଜନେ କହନ୍ତି ରାଜା ସନ୍ନିଧାନେ। ଶୁଣ ହେ ଜନ୍ତୁରାଣ ନାଥ ଆମ୍ଭେ ଯା କରୁଅଛୁ ସତ। ତାହାର ଯେତେ ପାପ ରାଶି ସମସ୍ତେ ହେବେ ଭସ୍ମ ରାଶି। ସୁକୃତ ରହିଲା ତାହାର ତୋର ନାହିଁ ଅଧିକାର। ତାଠାରେ ପ୍ରଭୁ ପଣ କଲେ ସମସ୍ତେ ନାଶ ଯିବା ଭଲେ। ସାକ୍ଷାତ ରାମ ରାମ ତାର ମୁଖରୁ ହୋଇଲା ବାହାର। ହାରାମ ଶବଦ ବୋଇଲା ପିଣ୍ଡୁ ପରାଣ ଛାଡ଼ି ଗଲା। ପାତକ ହୋଇ ତାର ଯେତେ ଅପରେ ପୁଣ୍ୟ ଆଉ କେତେ। 500 କୋଟି ବସୁନ୍ଧରୀ ମେରୁ ସାଗର ଆଦି କରି। ସଂସାରେ ଗୁରୁ ଦ୍ରବ୍ୟ ଯେତେ ଅପରେ ପୁଣ୍ୟ ଆଉ କେତେ। ନିକିତି ଘେନି ଯେବେ ତୁଳି ପଡ଼ିବ ରାମ ନାମ ବଳି। ତୁ କି ନ ଜାଣୁ ଧର୍ମରାଜ ଆମ୍ଭ ଖୋଜିବା କିବା କାର୍ଯ୍ୟ। ପୁଣି ଆନନ୍ଦ ହେଲା ଯମ ଭଜନ କଲା ରାମ ନାମ। ଶୁଣି ସୁମନ ଶୁଦ୍ଧ ଚିତ୍ତେ ନାମର ମହିମାଟି ଏତେ। ଏବେ ହୋ ଶୁଣ ମନ ରାଏ ତୋତେ ଯେ କହିବା କଥାଏ। ସଂସାରେ ପ୍ରାଣୀ ମାନଙ୍କର ଯମକୁ ସିନା ଏତେ ଡର। କରିବା ତହିଁ କି ଉପାୟ ଯେମନ୍ତେ ନହି ବଟି ଭୟ। ହୋଇଣ କ୍ଷତ୍ରିୟ ଅବତାର
ଯମ ସଙ୍ଗତେ ଯୁଦ୍ଧ କର, ତହିଁକି ଶାସ୍ତ୍ର ମାନ ଅଛି। ଆଗହୁଁ ରଖିଥାଅ ବାଛି, କେଶବ ସନ ଆଦି ଯେତେ, ରଖିଣ ଥାଅ ତ ଗ୍ରତେ। ଯେ ନାମ ଭଜେ ଟଙ୍କଧର, ସେ ଅଟେ ବିଷମ ଟୋପର। ତାହାକୁ ଶିରେ ଥିଲେ ଭରି, ଶତ୍ରୁ ଦେଖିଣ ଭୟ କରି। ଶ୍ୟାମ ସୁନ୍ଦର ମାଳ ଗଳେ, ପକାଇ ଦିଅ ଭାବ ଭୋଳେ। ଶ୍ରୀ ବାସୁଦେବ ବାଜୁ ବନ୍ଧ, ଭୁଜରେ ଆଣ୍ଟ କରି ବାନ୍ଧ। ରଙ୍ଗ ଧରେ ରଙ୍ଗ ଗୁଣ୍ଡି, ସର୍ବାଙ୍ଗ ଯାକ ଥାଅ ମଣ୍ଡି। ଶ୍ରୀକୃପା ସିନ୍ଧୁ ଯେ କୋମର, ମହିମା ଅତି ଅଗୋଚର। ଆଣ୍ଟେ କଟିରେ ଧର ଭିଡ଼ି, ନଯିବ ସଂଗ୍ରାମକୁ ଛାଡ଼ି। ପରମାନନ୍ଦ ଫରି ଗୋଟି, ବ୍ରହ୍ମାଣ୍ଡ ଯାକ ଥିବ ଘୋଟି। ବାମ ହସ୍ତରେ ତାହା ଧରି, କେବଳ ଆଣ୍ଟ କରି ମାରି। କୃଷ୍ଣ କୃପାରୁ ଅତି ଗାଢ଼, ତହିଁରୁ ଖଣ୍ଡା ନାହିଁ ଦାଢ଼। ହାଣିଲେ ମେରୁ ଛିଡ଼ି ଯିବ, ଶତ୍ରୁ ଦେଖିଲେ ପଳାଇବ। ତାହା ଦକ୍ଷିଣ କରେ ଧରି, ଯମ ସଙ୍ଗରେ ଯୁଦ୍ଧ କରି। ସେ ଖଣ୍ଡା ଥିଲେ ତୋର କର, କି କରିପାରେ ଯମ ଛାର। ଆବର କହୁଅଛି ତୋତେ, ଧନର ବିଦ୍ୟା ଅଛି ଯେତେ। ଖୋଜିଣ ଚକ୍ର ଚଉତନା, ଶିରେ ତୁ ବହିଅଛୁ କିନା। କରୁଣା କର କର୍ଣ୍ଣା ଚଳେ, ଖଞ୍ଜିଣ ଥାଅ କର୍ଣ୍ଣ ମୂଳେ। ଶ୍ରୀପଦ୍ମନାଭ ଯେ ପଦକ, ହୃଦ ପଦ୍ମରେ ତାହା ରଖ। ବ୍ରଜ ବିନୋଦ ବୀରବାନା, ବାହେ ବାହୁଟି କରେ କିନା। କାଳେନ୍ଦୀ କୁଳିଆ କାଛେଣି, କଟିରେ ଭିଡ଼ି ଥାଅ ପୁଣି। ଶ୍ରୀ ଜନାର୍ଦ୍ଦନ ଧନ ଯେଟି, ଅଚଳାଚଳ ବଳ ସେଟି। ଲଗାଓ ଗୁଣମଣି ପୁଣ, ଯେ ବଣ ନାମ ନାରାୟଣ। ସେ ଧନୁ ଗୋଟି କରେ ଧରି, କୃଷ୍ଣ କକ୍ଷେଣି ଥିବୁ ଧରି। ଅନନ୍ତ ଅକ୍ଷୟ ତୁଣୀର, ବାମ ଡାହାଣେ ତାହା ଭର। ମୁକୁନ୍ଦ ମନ ଭେଦି ସର, ବସାଇ ଧନୁ ଗୁଣ ଭର। ଆଣ୍ଟ କରିଣ ତାହା ସନ୍ଧି, ଯେତେ ପାରିଲେ ତେତେ ବିନ୍ଧି। ନୃସିଂହ ନାମେ ସେନାରାଚ, କୋଟିଏ ଅଗ୍ନି ପ୍ରାୟ ତେଜ। ଶ୍ରୀହରି ନାମେ ଯେଉଁ ସର, ବିଷମ ମୁନ ଅଟେ ତାର। ଗୋବିନ୍ଦ ନାମେ ଯେଉଁ କାଣ୍ଡ, ତେଜେ ଗଞ୍ଜଇ ମାର ତଣ୍ଡ। ଶେଷର ମାନ ଥିଲେ କର, କି କରିପାରେ ନାଶ କର। ମଥାରେ ବାନ୍ଧ ଯଥା ଲାଭେ, ପୁରୁଷୋତ୍ତମ ପାଦ ଭାବେ। ଯେ ପୀତାମ୍ବର ପୀତ ନୀଳ, ଅଙ୍ଗେ ଉହାଡ଼ି ଥାଅ ତୋର। ଡଙ୍କନାଶନ ଢାଲ ଗୋଟି, ଯତ୍ନେ ବେଢ଼ାଇ ଥାଅ ପିଠି।
କୃପା ସମୁଦ୍ର କଟାରିକି କଟି ସ୍ଥଳରେ ଥାଅ ରଖି। ତ୍ରୈଲୋକ୍ୟନାଥ ତରୁଆରି ଜାଗ୍ରତେ କରେ ଥାଅ ଧରି। ଶ୍ରୀ ବାସୁଦେବ ଯେ ବରିଛି ଦକ୍ଷିଣ କରେ ଥାଅ ରଖି। ସେ ମହାକ୍ଷମଶୀଳ ଛେଲ କୋଟିଏ ସମଦାଢ଼ ତୁଲ। ରକ୍ଷିଣ ଥିବୁ ଯେବେ କତି କି କରିପାରେ ଯମ ଭୀତି। ଏମନ୍ତ ହୋଇ ଯୁଦ୍ଧ କଲେ ଯମ ପଳାଇ ଯିବ ଭଲେ। ନହିଲେ ଏମନ୍ତ ତୁ କର ଭାବେ ବଳିଆ ରୂପ ଧର। ଶ୍ରୀବନ ମାଳି ନାମେ ନଳି ଭୁଜେ ପାରିବୁ ଯେବେ ତୋଳି। ଯେ ଦାରୁ ବ୍ରହ୍ମ ବାରଦଇଁ ଗୋବିନ୍ଦ ଗୁଳାକୁ ପକାଇ। ଗଜ ଉଦ୍ଧାର ଗଜ କାଠି ନଳିରେ ଧରିଥାଅ ଜୋଖି। ଶତ୍ରୁ ଆଡ଼କୁ ସଳଖିବୁ ଛାତିରେ ପକାଇ ରଖିବୁ। ଶ୍ରୀମଧୁସୂଦନ ମାଛିକି ମନ ନୟନ ଥିବୁ ରଖି। ଯେ ରଘୁନାଥ ରଞ୍ଜ କରେ ଭରିବୁ ସେ ନଳି ରନ୍ଧ୍ରରେ। ଅନନ୍ତ ନଳ ଲଗାଇ ଆଜହୁଁ ରଖିଥିବୁ ତୋହି। ଶ୍ରୀରାମ ମୁରାରି ଲଛିବୁ ନିର୍ଭୟ ହୋଇ ଏକା ଥିବୁ। ଶ୍ରୀ ଜଗନ୍ନାଥ ନାମ ଗୋଟି ଛୁଟିଲେ ମେରୁ ଯିବ ଫୁଟି। ଶବଦ ଶୁଣି ଜନ୍ତୁ ସାଇଁ ପଡ଼ିବ ମୂର୍ଚ୍ଛାଗତ ହୋଇ। ଚେତନା ପାଇଣ ଉଠିଲେ ପଛକୁ ନ ଚାହିଁବ ଭଲେ। ପୁରକୁ ତାର ପଳାଇବ ଥିଲେ କି ଜୀବନ ପାଇବ। କହିଲେ କ୍ଷତ୍ରି ବିଦ୍ୟାସାର ତୋ ମନ ଯାହା ଇଚ୍ଛା କର। ଆବର କହୁଅଛି ତୋତେ ସଂସାର ବ୍ୟାଧି ଅଛି ଯେତେ। ତହିଁକି ଉପାୟ ଯେ ଅଛି ତାହା ତ ଆଗରେ କହୁଛି। ସକଳ ମୌଷଧି ମୂଳ ଯେ ପ୍ରଭୁ ନାମ ଆଦି ମୂଳ। ପତିତ ପାବନ ପିପଳି ଯେତେ ବା ଖାଇବାକୁ ହୁଳି। ତେତେ ମାତ୍ର ବାଛି ଧର ଶ୍ରୀକୃଷ୍ଣ ନାମେ ଶୁଣ୍ଠି କର। ଗୋବିନ୍ଦ ନାମରେ ମରିଚ ବଜ୍ର ପିଡ଼ିଙ୍ଗ ଖଣ୍ଡ ମଞ୍ଚ। ଏ ଦୟାନନ୍ଦ ଦେବ ଦାରୁ ଖଣ୍ଡିଏ କରିବ ତହିଁରୁ। ଶ୍ରୀହରି ଅଳାଇଚ କିଛି ଘେନିବ ଗୋଟି କେତେ ବାଛି। ନୃସିଂହ ନାମେ ନାଗେଶ୍ୱର ତୋଳା ପ୍ରମାଣେ ତାହା କର। ଶ୍ରୀ ରଘୁନାଥ ନାମ ସାର ରସରେ ସେ ରସ ସିନ୍ଧୁର। ଯେ ପିତାମ୍ବର ପିତା କିଛି ଘେନିଏ ନବଦ୍ରବ୍ୟ ବାଛି। ଶ୍ରୀ ବାସୁଦେବ କ୍ଷମଶୀଳ ରଖ ସମସ୍ତ ଏକ ଠୁଳ। ଶ୍ରୀପତି ଶିଳ ପୁଆ ଧରି ଗୋବିନ୍ଦ ନାମେ ଗୁଣ୍ଡା କରି। ଅନନ୍ତ ଦାରସ ସଙ୍ଗେ
ଗୋବିନ୍ଦ ତେଜିଣ ଶ୍ରୀ ଅଙ୍ଗେ ମଧୁସୂଦନ ମହୁ କିଛି ପରୀକ୍ଷା କରିବ ତହିଁକି ଶ୍ରୀରାମ ସୁମରି ପିବ ଅଜର ଅମର ହୋଇବ। କହିଲି ଯେ ବଣ ଔଷଧି ଏଣେ ଖଣ୍ଡଇ ଭବ ବ୍ୟାଧି ଏଥେ ମିଶଇ ଚିତ୍ତ ଜାର କି କରିପାରେ ବ୍ୟାଧି ଛାର। ଶୁଣ ସୁମନ ହେତୁ ଦେଇ ଏଥେ ନିର୍ମଳ ଚିତ୍ତ ହୋଇ ଯେ ବଣ ପ୍ରାଣୀ ଥିବ ଶିଖି ହୃଦ ପଦ୍ମରେ ଥିବ ରଖି ଯେ ଜଣେ ଇଚ୍ଛା ତେଣେ ଯାଉ କିଛି ହିଁ ଭୟ ନାହିଁ ଆଉ। ଘୋର ସଂଗ୍ରାମେ ରାଜଦ୍ୱାରେ ବନ ଗହନ ବିପିନରେ ଜଳ ପବନ ହୁତାସନ କିୟ ବା ବିଦେଶ ଗମନ। ପଶୁଙ୍କ ଖଳ ଦନ୍ତ ଘାତ ଭୁଜଙ୍ଗ ବିଷର ସହିତ ଖଣ୍ଟ ଯେ ଚୌର୍ଯ୍ୟ ସହିତେ ଗ୍ରହ ପୀଡ଼ା ହିଁ ପ୍ରେତ ଯେତେ ଲାଗିବ ନାହିଁ ଏହୁ ଭୟ ନିଶ୍ଚେ ଥିରେ ଥିଲେ ଲୟ। ପ୍ରଭୁଙ୍କ ନାମ ଯେବେ ସତ ସ୍ୱରୂପ ଯେବେ ସାଧୁ ପଥ ମହିମା ଯେବେ ସତ୍ୟପଣ ଏବେ କଥା ପରମାଣ। ଏ ଦାଢ଼ ଭକ୍ତିର ସାମୃତ ପ୍ରାକୃତ ବନ୍ଧେ କଲୋ ଗୀତ ସତ୍ୟ ସମ୍ପୂର୍ଣ୍ଣ ଜୟ କରି ରାମଚରିତ ଧନୁର୍ଧାରୀ। ଜାନକୀ ବଲ୍ଲଭ ଚରଣେ ମୋ ଚିତ୍ତ ରହୁ ଅନୁକ୍ଷଣେ ସୁଜନେ କ୍ଷମା କର ଦୋଷ ମନରେ ନ ଘେନିବ ରୋଷ। କେବଳ ନ କର ନିରାଶ ମୁଁ ତୁମ୍ଭ ଦାସଙ୍କର ଦାସ। ଏ ମୋର ମନ ମୂଢ଼ ମତି ନ ଜାଣେ ପାଠ ଶାସ୍ତ୍ର ଗତି ନ ବସେ ସାଧୁଙ୍କ ସଙ୍ଗତେ ପାପକୁ ଭୟ ନାହିଁ ଚିତେ। ଦାମ୍ଭିକ ନାସ୍ତିକ କପଟି ବିରତେ ବିଷୟ ଲମ୍ପଟି ଆସନ ଶୟନ ସ୍ୱପନେ କେବଳ ଧ୍ୟାନ ଚିନ୍ତା ମନେ। ନାରୀ ସଙ୍ଗମ ମହାସୁଖ ଦେବୀ ଦୟାରେ ମୁଁ ବିମୁଖ। ପରହିଂସ୍ରକବାଦୀ କ୍ରୋଧୀ ସାଧୁ ସେବାରେ ନାହିଁ ବୁଦ୍ଧି। ମମ ନମୋର ଆୟତେ ରହିଲା ନାହିଁ କଦାଚିତେ। ଏଣୁ ମୁଁ ସାଧୁଙ୍କ ଚରଣ ଶରଣ ମାଗେ ଅନୁକ୍ଷଣ। ସୁଜନେ ଏହି ଭାବେ ଭାବ ଏ ଭବ ସଂସାରୁ ତରିବ। ଏ ବଡ଼ ପୂର୍ବ ଚରିତ ଶୁଣେ ଶରଧା ଯାର ଚିତ୍ତ। ତାର କଳମସ ଥିବ ଯେତେ ରହିବ ନାହିଁ କଦାଚିତେ। ଜୀବନ୍ତେ ଇହ ଲୋକେ ବାସ ମଲେ ବୈକୁଣ୍ଠପୁରେ ବାସ। ଅପୁତ୍ରୀ ପୁତ୍ରକୁ ଲଭିବ ଅନ୍ଧ ହିଁ ଲୋଚନ ପାଇବ। ଏକଥା ଅଟଇ ପ୍ରମାଣ
ସୁଜନେ ମନ ଦେଇ ଶୁଣ କହି ରାମଦାସ ଦ୍ୱିଜ ବିଶ୍ୱାସ ଅଟେ ମୂଳ ବୀଜ ବିଶ୍ୱାସ ବିନା ଯେତେ କର୍ମ ପର ପର ଗୃହାଶ୍ରମ ଏ ଦାଢ଼୍ୟ ଭକ୍ତି କଥା ମାନ 25 ଅଧ୍ୟାୟରେ ସମ୍ପୂର୍ଣ୍ଣ ଶ୍ରୀ ବୀର କେଶରୀ ଦେବଙ୍କ ସମ୍ପୂର୍ଣ୍ଣ 42 ଅଙ୍କ ଯେତୁଳ ପଞ୍ଚମୀ ଦିବସେ ଶୁଦ୍ଧ ଶୁକ୍ଳ ପକ୍ଷରେ ସେ ଚିତ୍ରା ନକ୍ଷତ୍ର ରବିବାରେ ଅତୁଲ୍ୟ ନାମକରଣରେ ଶୁଭ ନାମରେ ଯେଉଁ ଯୋଗ 50 ଦଣ୍ଡ ଥିଲା ଭୋଗ ଏମନ୍ତ ଶୁଭ ଅନୁକୂଳେ ପ୍ରାଣୀଙ୍କ ଶ୍ରବଣେ ମଙ୍ଗଳେ ସମ୍ପୂର୍ଣ୍ଣ ହେଲା ଏ ଚରିତ କହିଲ ଛମନ ସୋତ ଇତି ଶ୍ରୀ ଦାଢ଼୍ୟତା ଭକ୍ତିର ସାମୃତେ ମନ ଚୈତନ୍ୟ ସମ୍ବାଦେ ମେଳ ଛହାରାମ ଶବ୍ଦ ମୁକ୍ଷଣେ ନାମ 25 ଅଧ୍ୟାୟ।